ଯଦି ଯେକୌଣସି ବ୍ୟଞ୍ଜନ ଅକ୍ଷରରେ ଔକାର ମାତ୍ରାଟିଏ ଲାଗିଥାଏ ତେବେ ସେହି ବ୍ୟଞ୍ଜନ ଅକ୍ଷରକୁ ମିଶାଇ ଶେଷରେ ଔ ଉଚ୍ଚାରଣ କରି ପଢ଼ି ନେବା। ଯେପରିକି କରେ ଔକାର କଉ, ଗରେ ଔକାର ଗଉ, ନରେ ଔକାର ନଉ। ହିନ୍ଦୀରେ ଥିବା ସମସ୍ତ ସ୍ୱର ବର୍ଣ୍ଣ ଏବଂ ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକୁ ଆମେମାନେ ଶିଖି ସାରିଛନ୍ତି। ବର୍ତ୍ତମାନ ଏହି ବ୍ୟଞ୍ଜନ ବର୍ଣ୍ଣଗୁଡ଼ିକରେ ମାତ୍ରାଗୁଡ଼ିକ କିପରି ଦିଆଯାଇଥାଏ, ଲେଖାଯାଇଥାଏ ସେହି ବିଷୟରେ ଜାଣିବା। ତେଣୁ ଫ୍ରେଣ୍ଡସ୍, ଯେଉଁମାନେ ହିନ୍ଦୀକୁ ପଢ଼ି ପାରୁନାହାନ୍ତି, ଲେଖିପାରୁନାହାନ୍ତି କିମ୍ବା ଜାଣିପାରୁନାହାନ୍ତି ସେଇମାନଙ୍କ ପାଇଁ ଏହି ଭିଡ଼ିଓଟି ଅତି ଗୁରୁତ୍ୱପୂର୍ଣ୍ଣ ହେବ। ଯଦି ଫ୍ରେଣ୍ଡସ୍ ଆପଣମାନଙ୍କ ମଧ୍ୟରୁ ଯେଉଁମାନେ ଏପର୍ଯ୍ୟନ୍ତ ଏହି ଛୋଟ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି ଦୟାକରି ସବସ୍କ୍ରାଇବ୍ କରିନିଅନ୍ତୁ, ଯଦ୍ୱାରା କି ଆପଣମାନଙ୍କର ସବସ୍କ୍ରାଇବ୍ ଦ୍ୱାରା ହିଁ ମୁଁ ଏପର୍ଯ୍ୟନ୍ତ ଏହି ସ୍ଥାନରେ ପହଞ୍ଚି ପାରିଛି। ତେଣୁ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। ଫ୍ରେଣ୍ଡସ୍, ଆମେମାନେ ଜାଣିଛନ୍ତି କି ପ୍ରତି ବ୍ୟଞ୍ଜନ ଅକ୍ଷରରେ ଯଦି ମାତ୍ରା ଦିଆଯାଇନଥାଏ ତେବେ ଆମେ ସେହି ଅକ୍ଷରକୁ ମିଶାଇ ଶେଷରେ ଅ ଉଚ୍ଚାରଣ କରି ପଢ଼ିଥାଉ, ନୁହେଁ କି? ତେଣୁ ଆମେ କହିପାରିବା ଏହିଭଳିଆ ମାତ୍ରାବିହୀନ ଅକ୍ଷରଗୁଡ଼ିକ ଅକାର ମାତ୍ରା କିମ୍ବା ଅବର୍ଣ୍ଣଯୁକ୍ତ ଅକ୍ଷର ବୋଲି କହିପାରିବା। ଯେପରିକି ଓଡ଼ିଆରେ କ ଲେଖିବା ଏବଂ ହିନ୍ଦୀରେ ମଧ୍ୟ କ ଲେଖିବା। ଏ ଦୁଇଟି ଅକ୍ଷରକୁ ଭଲ ଭାବରେ ଦେଖିବା। ଯେତେବେଳେ ଆମେ ଏହାକୁ ପଢ଼ିଥାଉ ଶେଷରେ କ'ଣ ଉଚ୍ଚାରଣ ହେଉଛି ପିଲେ? ଏଠାରେ ଯେକୌଣସି ମାତ୍ରା ଦିଆଯାଇଅଛି କି? ନୁହେଁ। ତେଣୁ ଯଦିଓ ବି କିଛି ମାତ୍ରା ଦିଆଯାଇ ନାହିଁ ଶେଷରେ ସେହି ଅକ୍ଷର ସହିତ ଯାହାକି କ ସହିତ ଅ ଉଚ୍ଚାରଣ କରି ପଢ଼ିଥାଉ। ଯେପରିକି କ ଶେଷରେ କ'ଣ ଶୁଭୁଛି? ଅ। ଠିକ୍ ସେହିପରି ଆଉ କେତୋଟି ଅକ୍ଷରକୁ ଲକ୍ଷ୍ୟ କରିବା। ଯେପରିକି ଖ, ଗ, ଘ, ଜ୍ଞ ଇତ୍ୟାଦି। ବର୍ତ୍ତମାନ ଦେଖିବା ଆକାର ମାତ୍ରା। ଫ୍ରେଣ୍ଡସ୍, ଆକାର ମାତ୍ରାଟି ଓଡ଼ିଆରେ ପ୍ରତି ବ୍ୟଞ୍ଜନ ଅକ୍ଷରର ଡାହାଣ ପାଖରେ ଏହିପରି ଭାବରେ ଦିଆଯାଇଥାଏ। ଠିକ୍ ସେହିପରି ହିନ୍ଦୀର ଆକାର ମାତ୍ରାକୁ ପ୍ରତି ବ୍ୟଞ୍ଜନ ଅକ୍ଷରର ଡାହାଣରେ ଏହିପରି ଭାବରେ ଦିଆଯାଇଥାଏ। ତେଣୁ ଏହାକୁ ମନେ ରଖିବା। ଧରାଯାଉ ଓଡ଼ିଆର ଏହି ଆକାର ମାତ୍ରା ପୂର୍ବରେ କ ଲେଖିବା ଏବଂ ହିନ୍ଦୀର ଆକାର ମାତ୍ରା ପୂର୍ବରେ ମଧ୍ୟ ଏହିପରି କ ଲେଖିଦେବା। ବର୍ତ୍ତମାନ ଓଡ଼ିଆ ଏବଂ ହିନ୍ଦୀରେ ଲାଗିଥିବା ଆକାର ମାତ୍ରା ସହିତ ଆମେ କ ଲେଖିଛନ୍ତି, ତେଣୁ କରେ ଆକାର କ'ଣ ହେବ? କା। ସେହିପରି କେତେଗୁଡ଼ିଏ ବ୍ୟଞ୍ଜନ ଅକ୍ଷରରେ ଲାଗିଥିବା ଆକାର ମାତ୍ରାକୁ ଲକ୍ଷ୍ୟ କରିବା। ଯେପରିକି ଖରେ ଆକାର ଖା, ଗରେ ଆକାର ଗା, ଘରେ ଆକାର ଘା, ଜ୍ଞରେ ଆକାର ଜ୍ଞା। ଏହିପରି ଭାବରେ ଅନ୍ୟ ଅକ୍ଷର ଗୁଡ଼ିକରେ ମଧ୍ୟ ଆକାର ମାତ୍ରା ଦେଇ ନିଜେ ଲେଖି ଲେଖି ଅଭ୍ୟାସ କରିବେ ଏବଂ ମନେ ରଖିବା ପାଇଁ ଚେଷ୍ଟା କରିନେବେ। ଠିକ୍ ଅଛି। ବର୍ତ୍ତମାନ ଶିଖିବା ହର୍ଷଇକାର ମାତ୍ରାର ବ୍ୟବହାର ଏବଂ ଏହାକୁ କିପରି ଚିହ୍ନିବା। ଓଡ଼ିଆରେ ହର୍ଷଇକାର ମାତ୍ରାକୁ କିପରି ଦିଆଯାଇଥାଏ? ପ୍ରତି ବ୍ୟଞ୍ଜନ ଅକ୍ଷରର ଉପରେ ଏହିଭଳିଆ ଟୁପି ସଦୃଶ ଦିଆଯାଇଥାଏ। କିନ୍ତୁ ହିନ୍ଦୀରେ ଥିବା ହର୍ଷଇକାର ମାତ୍ରାକୁ ପ୍ରତି ବ୍ୟଞ୍ଜନ ଅକ୍ଷରର ବାମ ପାଖରେ ଏହିଭଳିଆ ଦିଆଯାଇଥାଏ। ବୁଝିହେଲା? ଓଡ଼ିଆର ହର୍ଷଇକାର ମାତ୍ରା କିମ୍ବା ହିନ୍ଦୀର ହର୍ଷଇକାର ମାତ୍ରା ଯେକୌଣସି ବ୍ୟଞ୍ଜନ ଅକ୍ଷରରେ ଯଦି ଲାଗିଥାଏ ତେବେ ସେହି ବ୍ୟଞ୍ଜନ ଅକ୍ଷର ସହିତ ଶେଷରେ କ'ଣ ଉଚ୍ଚାରଣ କରିଥାଉ ପିଲେ?
ଇ ଉଚ୍ଚାରଣ କରିଥାଉ। ଯେପରିକି କରେ ହର୍ଷଇ କି, ଖରେ ହର୍ଷଇ ଖି, ଗରେ ହର୍ଷଇ ଗି, ଘରେ ହର୍ଷଇ ଘି, ଚରେ ହର୍ଷଇ ଚି। ବର୍ତ୍ତମାନ ଦେଖିବା ଦୀର୍ଘଇକାର ମାତ୍ରା। ଓଡ଼ିଆରେ ଦୀର୍ଘଇକାର ମାତ୍ରାକୁ ପ୍ରତି ବ୍ୟଞ୍ଜନ ଅକ୍ଷରର ଡାହାଣ ପାଖରେ ଏହିପରି ଦିଆଯାଇଥାଏ। ଠିକ୍ ସେହିପରି ହିନ୍ଦୀରେ ଦୀର୍ଘଇକାର ମାତ୍ରାକୁ ମଧ୍ୟ ପ୍ରତି ବ୍ୟଞ୍ଜନ ଅକ୍ଷରର ଡାହାଣ ପାଖରେ ଏହିପରି ଭାବରେ ଦିଆଯାଇଥାଏ। ଏହାକୁ ମନେ ରଖିବା ପାଇଁ ଚେଷ୍ଟା କରିନେବେ। ଏହିପରି ଦୀର୍ଘଇକାର ମାତ୍ରା ଯଦି ଲାଗିଥାଏ ପ୍ରତି ବ୍ୟଞ୍ଜନ ଅକ୍ଷରରେ, ତେବେ ଆମେ ସେହି ବ୍ୟଞ୍ଜନ ଅକ୍ଷର ସହିତ ଶେଷରେ ଇ ଉଚ୍ଚାରଣ କରି ପଢ଼ିବା। ଯେପରିକି କରେ ଦୀର୍ଘଇ କି, ଖରେ ଦୀର୍ଘଇ ଖି, ଛରେ ଦୀର୍ଘଇ ଛି, କ୍ଷରେ ଦୀର୍ଘଇ ଖି। ବର୍ତ୍ତମାନ ଦେଖିବା ହର୍ଷଉକାର ମାତ୍ରା। ହର୍ଷଉକାର ମାତ୍ରାକୁ ଓଡ଼ିଆରେ ପ୍ରତି ବ୍ୟଞ୍ଜନ ଅକ୍ଷରର ତଳେ ଏହିପରି ଭାବରେ ଦିଆଯାଇଥାଏ। ଠିକ୍ ସେହିପରି ହିନ୍ଦୀର ହର୍ଷଉକାର ମାତ୍ରାକୁ ମଧ୍ୟ ପ୍ରତି ବ୍ୟଞ୍ଜନ ଅକ୍ଷରର ଏହିପରି ତଳେ ଦିଆଯାଇଥାଏ। ବର୍ତ୍ତମାନ ଜାଣିବା ଯଦି ଯେକୌଣସି ବ୍ୟଞ୍ଜନ ଅକ୍ଷରରେ ଯଦି ଏହି ହର୍ଷଉକାର ମାତ୍ରାଟିଏ ଥାଏ, ତେବେ ସେହି ବ୍ୟଞ୍ଜନ ଅକ୍ଷରକୁ ମିଶାଇ ଶେଷରେ ଉ ଉଚ୍ଚାରଣ କରି ପଢ଼ିବା। ଯେପରିକି ଛରେ ହର୍ଷଉ ଛୁ, ଜରେ ହର୍ଷଉ ଜୁ, ଝରେ ହର୍ଷଉ ଝୁ। ବର୍ତ୍ତମାନ ଜାଣିବା ଦୀର୍ଘଉକାର ମାତ୍ରା। ଦୀର୍ଘଉକାର ମାତ୍ରାକୁ ଓଡ଼ିଆରେ ପ୍ରତି ବ୍ୟଞ୍ଜନ ଅକ୍ଷରର ତଳେ ଏହିପରି ଭାବରେ ଦିଆଯାଇଥାଏ। ଠିକ୍ ସେହିପରି ହିନ୍ଦୀର ଦୀର୍ଘଉକାର ମାତ୍ରାକୁ ମଧ୍ୟ ପ୍ରତି ବ୍ୟଞ୍ଜନ ଅକ୍ଷରର ତଳେ ଏହିପରି ଭାବରେ ଲାଗିଥାଏ। ତେଣୁ ଏହାକୁ ମନେ ରଖିବା ପାଇଁ ଚେଷ୍ଟା କରିବା। ତେଣୁ ଯଦି ଯେକୌଣସି ବ୍ୟଞ୍ଜନ ଅକ୍ଷରର ତଳେ ଏହିପରିଆ ଚିହ୍ନ ଯଥା ଦୀର୍ଘଉକାର ଚିହ୍ନଟିଏ ଥାଏ, ତେବେ ସେହି ବ୍ୟଞ୍ଜନ ଅକ୍ଷରକୁ ମିଶାଇ ଶେଷରେ ଉ ଉଚ୍ଚାରଣ କରି ପଢ଼ିନେବା। ଏଠାରେ ମଧ୍ୟ ଆମେ ମନେ ରଖିବା କି ହର୍ଷଉକାର ମାତ୍ରା ହେଉ କିମ୍ବା ଦୀର୍ଘଉକାର ମାତ୍ରା ହେଉ, ଯଦି ଯେକୌଣସି ବ୍ୟଞ୍ଜନ ଅକ୍ଷରରେ ଲାଗିଥାଏ, ତେବେ ସେହି ଅକ୍ଷରକୁ ମିଶାଇ ଶେଷରେ ଉ ପଢ଼ିଥାଉ। ବର୍ତ୍ତମାନ କେତେଗୁଡ଼ିଏ ବ୍ୟଞ୍ଜନ ଅକ୍ଷରରେ ଲାଗିଥିବା ଦୀର୍ଘଉକାର ମାତ୍ରାଯୁକ୍ତ ଅକ୍ଷର ଗୁଡ଼ିକୁ ଦେଖିବା। ଯଥା କରେ ଦୀର୍ଘଉ କୁ, ଛରେ ଦୀର୍ଘଉ ଛୁ, ତରେ ଦୀର୍ଘଉ ତୁ, ଥରେ ଦୀର୍ଘଉ ଥୁ। ବର୍ତ୍ତମାନ ଦେଖିବା ଋକାର ମାତ୍ରା। ଓଡ଼ିଆରେ ଥିବା ଋକାର ମାତ୍ରାକୁ ପ୍ରତି ବ୍ୟଞ୍ଜନ ଅକ୍ଷରର ତଳେ ଏହିପରି ଭାବରେ ଲେଖାଯାଇଥାଏ। ଠିକ୍ ସେହିପରି ହିନ୍ଦୀର ଋକାର ମାତ୍ରାକୁ ମଧ୍ୟ ପ୍ରତି ବ୍ୟଞ୍ଜନ ଅକ୍ଷରର ତଳେ ଏହିପରି ଭାବରେ ଦିଆଯାଇଥାଏ। ତେଣୁ ଋକାର ମାତ୍ରାକୁ ମଧ୍ୟ ଆମେମାନେ ଭଲ ଭାବରେ ଚିହ୍ନିବା, ଜାଣିବା ଏବଂ ମନେ ରଖିବା। ଠିକ୍ ଅଛି। ଯଦି ଏହି ଋକାର ମାତ୍ରାଟି ଯେକୌଣସି ବ୍ୟଞ୍ଜନ ଅକ୍ଷରରେ ଦିଆଯାଇଥାଏ କିମ୍ବା ଲାଗିଥାଏ, ତେବେ ଆମେ ସେହି ବ୍ୟଞ୍ଜନ ଅକ୍ଷରକୁ ମିଶାଇ ଶେଷରେ ଋ ଉଚ୍ଚାରଣ କରି ପଢ଼ିନେବା। ଯେପରିକି କରେ ଋକାର କୃ, ଧରେ ଋକାର ଧୃ, ପରେ ଋକାର ପୃ, ତରେ ଋକାର ତୃ। ଏହିପରି ଭାବରେ ଋକାର ମାତ୍ରାକୁ ମଧ୍ୟ ଅନ୍ୟ ବ୍ୟଞ୍ଜନ ଅକ୍ଷର ଗୁଡ଼ିକରେ ଦେଇ ଲେଖିବେ ଏବଂ ପଢ଼ିବେ।
ବର୍ତ୍ତମାନ ଶିଖିବା ଏକାର ମାତ୍ରା। ଆମେ ଜାଣିଛନ୍ତି ଓଡ଼ିଆର ଏକାର ମାତ୍ରାଟି ପ୍ରତି ବ୍ୟଞ୍ଜନ ଅକ୍ଷରର ବାମ ପାର୍ଶ୍ୱରେ ଏହିପରି ଭାବରେ ଦିଆଯାଇଥାଏ। ଠିକ୍ ସେହିପରି ଜାଣିବାକୁ ହେଲେ ହିନ୍ଦୀର ଏକାର ମାତ୍ରାଟି ପ୍ରତି ବ୍ୟଞ୍ଜନ ଅକ୍ଷରର ଉପରେ ଏହିପରି ଦିଆଯାଇଥାଏ। ଏବେ ଜାଣିବା ଯଦି ଯେକୌଣସି ବ୍ୟଞ୍ଜନ ଅକ୍ଷରରେ ଏହି ଏକାର ମାତ୍ରାଟିଏ ଥାଏ ତେବେ ଆମେ ସେହି ବ୍ୟଞ୍ଜନ ଅକ୍ଷରକୁ ମିଶାଇ ଶେଷରେ ଏ ଉଚ୍ଚାରଣ କରି ପଢ଼ି ନେବା। ବୁଝିଗଲା? ଯେପରିକି କରେ ଏକାର କେ, ଖରେ ଏକାର ଖେ, ଡରେ ଏକାର ଡେ, ନରେ ଏକାର ନେ। ଶେଷରେ କ'ଣ ଶୁଭୁଛି ପିଲେ? ଏ। ବୁଝିପାରୁଛ ନା ନାହିଁ? ବର୍ତ୍ତମାନ ଦେଖିବା ଐକାର ମାତ୍ରା। ଫ୍ରେଣ୍ଡସ୍, ଆମେ ଜାଣିଛନ୍ତି ଓଡ଼ିଆରେ ଥିବା ଐକାର ମାତ୍ରାଟି ପ୍ରତି ବ୍ୟଞ୍ଜନ ଅକ୍ଷରର ସହିତ ଏହିପରି ଲେଖାଯାଇଥାଏ। ଠିକ୍ ସେହିପରି ହିନ୍ଦୀରେ ଥିବା ଐକାର ମାତ୍ରାଟି ପ୍ରତି ବ୍ୟଞ୍ଜନ ଅକ୍ଷରର ଉପରେ ଏହିପରି ଦୁଇଟି ଚିହ୍ନ ଦିଆଯାଇଥାଏ। ଏଠାରେ ମନେ ରଖିବା କି ହିନ୍ଦୀର ଏକାର ମାତ୍ରାରେ କେବଳ ଗୋଟିଏ ଚିହ୍ନ ଥିଲା, କିନ୍ତୁ ଐକାର ମାତ୍ରାରେ ଉପରେ ଦୁଇଟି ଏହିପରି ଚିହ୍ନ ଦିଆଯାଇଥାଏ। ଐକାର ମାତ୍ରାର ଚିହ୍ନ ତ ଆମେ ଜାଣିଲେ। ବର୍ତ୍ତମାନ ଯେକୌଣସି ବ୍ୟଞ୍ଜନ ଅକ୍ଷରରେ ଯଦି ଐକାର ମାତ୍ରାଟିଏ ଥାଏ ତେବେ ଆମେ ସେହି ବ୍ୟଞ୍ଜନ ଅକ୍ଷରକୁ ମିଶାଇ ଶେଷରେ କ'ଣ ପଢ଼ିବା କହିଲ ଦେଖି? ଐ। ଯେପରିକି କରେ ଐକାର କଇ, ଚରେ ଐକାର ଚଇ, ଜରେ ଐକାର ଜଇ, ସରେ ଐକାର ସଇ। ଶୁଣିଲେ ତ ଶେଷରେ କ'ଣ ଶୁଭିଲା? ସେଇ ଅକ୍ଷରକୁ ମିଶାଇ ଐ। ବୁଝିହେଲା? ବର୍ତ୍ତମାନ ଶିଖିବା ଓକାର ମାତ୍ରା। ଓଡ଼ିଆର ଓକାର ମାତ୍ରାଟି ପ୍ରତି ବ୍ୟଞ୍ଜନ ଅକ୍ଷର ସହିତ ଏହିପରି ଭାବରେ ଥାଏ। ଠିକ୍ ସେହିପରି ଫ୍ରେଣ୍ଡସ୍, ହିନ୍ଦୀରେ ଥିବା ଓକାର ମାତ୍ରାଟି ପ୍ରତି ବ୍ୟଞ୍ଜନ ଅକ୍ଷରର ଡାହାଣ ପାଖରେ ଏହିପରି ଭାବରେ ଲାଗିଥାଏ। ଫ୍ରେଣ୍ଡସ୍, ଦେଖିବାକୁ ହେଲେ ହିନ୍ଦୀର ଦୀର୍ଘୈକାର ମାତ୍ରା ଏବଂ ଓକାର ମାତ୍ରା ପ୍ରାୟ ଏକା ଭଳିଆ ଦେଖାଯାଇଥାଏ। ଫରକ ଏତିକି ଯେ ଦୀର୍ଘୈକାର ମାତ୍ରାଟି ପ୍ରତି ବ୍ୟଞ୍ଜନ ଅକ୍ଷରର ମୁଖ୍ୟ ରେଖା ସହିତ ଲାଗିଥାଏ ଏବଂ ଓକାର ମାତ୍ରାଟି ମୁଖ୍ୟ ରେଖା ସହିତ ଲାଗିନଥାଏ। ବର୍ତ୍ତମାନ ଜାଣିବା ଯଦି ଯେକୌଣସି ବ୍ୟଞ୍ଜନ ଅକ୍ଷର ସହିତ ଓକାର ମାତ୍ରାଟିଏ ଲାଗିଥାଏ ତେବେ ସେହି ବ୍ୟଞ୍ଜନ ଅକ୍ଷରକୁ ମିଶାଇ ଶେଷରେ କ'ଣ ପଢ଼ିବା? ଓ। ଠିକ୍ ଅଛି? ଯେପରିକି କରେ ଓକାର କୋ, ଝରେ ଓକାର ଝୋ, ହରେ ଓକାର ହୋ। ତାପରେ ଶିଖିବା ଔକାର ମାତ୍ରା। ଓଡ଼ିଆରେ ଥିବା ଔକାର ମାତ୍ରାଟି ପ୍ରତି ବ୍ୟଞ୍ଜନ ଅକ୍ଷର ସହିତ ଏହିପରି ଭାବରେ ଥାଏ, କିନ୍ତୁ ହିନ୍ଦୀର ଔକାର ମାତ୍ରାଟି ପ୍ରତି ବ୍ୟଞ୍ଜନ ଅକ୍ଷରର ଡାହାଣ ପାଖରେ ଏହିପରି ଭାବରେ ଥାଏ। ବର୍ତ୍ତମାନ ଜାଣିବା ଯଦି ଯେକୌଣସି ବ୍ୟଞ୍ଜନ ଅକ୍ଷରରେ ଔକାର ମାତ୍ରାଟିଏ ଲାଗିଥାଏ ତେବେ ସେହି ବ୍ୟଞ୍ଜନ ଅକ୍ଷରକୁ ମିଶାଇ ଶେଷରେ ଔ ଉଚ୍ଚାରଣ କରି ପଢ଼ି ନେବା। ଠିକ୍ ଅଛି? ଯେପରିକି କରେ ଔକାର କଉ, ଗରେ ଔକାର ଗଉ, ନରେ ଔକାର ନଉ। ଏହିପରି ଭାବରେ ବାକି ଅନ୍ୟ ବ୍ୟଞ୍ଜନ ଅକ୍ଷର ଗୁଡ଼ିକରେ ସମସ୍ତ ମାତ୍ରା ଗୁଡ଼ିକୁ ଦେଇ
ପଢ଼ିବେ, ଲେଖିବେ ଏବଂ ମନେ ରଖିବେ। ଥ୍ୟାଙ୍କ ୟୁ ଫର୍ ୱାଚିଂ।